ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ସିଧାସଳଖ ଅଷ୍ଟମ ଶ୍ରେଣୀ ଇଂରାଜୀ ବହି ଜାସ୍ମିନ୍ର ସେହି ବହୁଚର୍ଚ୍ଚିତ ତଥା ହାସ୍ୟରସରେ ଭରା କବିତା ଏ କଂକ୍ରିଟ୍ ଏକ୍ଜାମ୍ପଲ୍ ଭିତରକୁ ଯିବା। କବି ରେଜିନାଲ୍ଡ ଆର୍କେନ୍ଙ୍କ ରଚିତ ଏହି କବିତାର ଅଦ୍ଭୁତ ଏବଂ ମଜାଦାର ଦୁନିଆକୁ ଆସନ୍ତୁ ଟିକିନିକି ବୁଝିବା। ପ୍ରାରମ୍ଭିକ ଧାଡ଼ିଗୁଡ଼ିକ ଉପରେ ନଜର ପକାଇଲେ ହିଁ ଆମକୁ ଏକ ବାସ୍ତବ ଚିତ୍ର ମିଳିଯାଏ। କବିତାଟି ଆରମ୍ଭ ହେଉଛି ଖୁବ୍ ସାଧାରଣ ଭାବରେ, କିନ୍ତୁ ଏହା ଭିତରେ ଗୋଟିଏ ବଡ଼ ଅସ୍ୱାଭାବିକ କଥା ଲୁଚି ରହିଛି। ଭାବନ୍ତୁ ତ, ଏକ ବଗିଚା ଯାହା କେବଳ ପଥରରେ ଭରା। ଏହି ଆରମ୍ଭ ସିଧାସଳଖ ଆମକୁ କବିଙ୍କ ପଡ଼ୋଶୀ ଶ୍ରୀମତୀ ଜୋନ୍ସ ଏବଂ ତାଙ୍କର ସେହି ନିଆରା ପଥର ବଗିଚା ସହ ପରିଚିତ କରାଉଛି। ସାଧାରଣତଃ ବଗିଚା କହିଲେ ଆଖି ଆଗକୁ ସବୁଜ ଗଛଲତା ଆସେ, କିନ୍ତୁ ଏଠାରେ କେବଳ ପଥରର ପ୍ରାଧାନ୍ୟ ଆମ ମନରେ ବେଶ୍ କୌତୂହଳ ସୃଷ୍ଟି କରୁଛି, ନୁହେଁ କି? ଆଚ୍ଛା, ଆସନ୍ତୁ ଏବେ ପ୍ରଥମ ଭାଗକୁ ଯିବା। ଏକ ଅଦ୍ଭୁତ ପଥର ବଗିଚା। ପାଠ୍ୟବସ୍ତୁ ଅନୁସାରେ ଦେଖିଲେ ଶ୍ରୀମତୀ ଜୋନ୍ସଙ୍କ ଏହି ବିଚିତ୍ରା ବଗିଚାରେ ମୁଖ୍ୟତଃ ଚାରୋଟି ଜିନିଷ ରହିଛି। ଗୋଟିଏ ଅଙ୍କାବଙ୍କା ରାସ୍ତା, ଏକ ପଦ୍ମପୋଖରୀ, କିଛି ପଥରର ସ୍ତୂପ ବା ରକେରୀ ଏବଂ ଗୋଟିଏ ସୂର୍ଯ୍ୟଘଡ଼ି। ଏହିସବୁ ନିର୍ଜୀବ ଏବଂ କଠିନ ଜିନିଷଗୁଡ଼ିକ ସେହି ସ୍ଥାନରେ ଏମିତି ଭାବେ ରହିଛନ୍ତି ସତେ ଯେପରି ସେଗୁଡ଼ିକ କୌଣସି ପ୍ରାଚୀନ କୀର୍ତ୍ତିରାଜି। ଏହା ଏକ ସାଧାରଣ ପ୍ରାକୃତିକ ସବୁଜ ବଗିଚାଠାରୁ ଯେ କେତେ ଭିନ୍ନ ତାହା ଆମେ ସ୍ପଷ୍ଟ ଅନୁଭବ କରିପାରୁଛେ। ବର୍ତ୍ତମାନ ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି ହେଉଛି ଏକ ଜବରଦସ୍ତ ବିରୋଧାଭାସ। ଏହି ସୂର୍ଯ୍ୟଘଡ଼ିର ଅଦ୍ଭୁତ ଯନ୍ତ୍ର ଅର୍ଥାତ୍ ଷ୍ଟ୍ରେଞ୍ଜ ଡିଭାଇସ୍ ସାଧାରଣ ଲୋକଙ୍କ ପାଇଁ ବୁଝିବା ନିଶ୍ଚିତ ଭାବରେ କଷ୍ଟକର, କିମ୍ବା ତାହା ଦେଖିବାକୁ ଟିକେ ଅଦ୍ଭୁତ ଲାଗିପାରେ। କିନ୍ତୁ ମଜା କଥା ହେଉଛି, ଶ୍ରୀମତୀ ଜୋନ୍ସ ଏହାକୁ ବହୁତ ପସନ୍ଦ କରନ୍ତି। ସେ ଏହାକୁ ଏକ ଚମତ୍କାର କଳାକୃତି ବୋଲି ଭାବନ୍ତି। ଏହା ତାଙ୍କର ସେହି ଅସ୍ୱାଭାବିକ ପସନ୍ଦ ଏବଂ ତାଙ୍କ ନିଜସ୍ୱ ଦୃଷ୍ଟିକୋଣକୁ ବେଶ୍ ସୁନ୍ଦର ଭାବରେ ଆମ ସାମ୍ନାରେ ରଖୁଛି। ଦ୍ୱିତୀୟ ଭାଗ୍ୟ, କ୍ଷୁଦ୍ର ରହସ୍ୟ। ଆସନ୍ତୁ ଦେଖିବା ଏହି ପଥର ଦୁର୍ଗ ଭିତରେ ଆଉ କ'ଣ ରହସ୍ୟ ଲୁଚିଛି। ଏଠାରେ କବି ଏକ ସୁନ୍ଦର ବିପରୀତ ଚିତ୍ର ଉପସ୍ଥାପନ କରିଛନ୍ତି। ସେହି କଠିନ ପଥରଗୁଡ଼ିକ ମଝିରେ ଶ୍ରୀମତୀ ଜୋନ୍ସ ଅତି କୋମଳ ଏବଂ ଛୋଟ ଛୋଟ ଗଛ ଲଗାନ୍ତି। ଏହି ଗଛଗୁଡ଼ିକ ଏତେ ଛୋଟ ଯେ ତାହାର ଉପସ୍ଥିତି ପ୍ରାୟତଃ ବାରି ହୁଏ ନାହିଁ। ବଡ଼ ବଡ଼ କଠିନ ପଥର ଆଗରେ ଏହି କ୍ଷୁଦ୍ର ଏବଂ କୋମଳ ଗଛଗୁଡ଼ିକର ଅସ୍ତିତ୍ୱ ବାସ୍ତବରେ ଏକ ଅସାଧାରଣ ଦୃଶ୍ୟ ସୃଷ୍ଟି କରୁଛି। ବର୍ତ୍ତମାନ ଏହି ଗଛଗୁଡ଼ିକର କ୍ଷୁଦ୍ର ଆକାର ଆମ ମନରେ ଏବଂ କବିଙ୍କ ମନରେ ମଧ୍ୟ ଏକ ଯୁକ୍ତିଯୁକ୍ତ ତଥା ମଜାଦାର ପ୍ରଶ୍ନ ସୃଷ୍ଟି କରେ। ଗଛଗୁଡ଼ିକ ଏତେ ଛୋଟ ଏବଂ ପଥରର ସନ୍ଧି ଏତେ ସଂକୀର୍ଣ୍ଣ ଯେ ସେ ପ୍ରକୃତରେ ସେହି ଗଛଗୁଡ଼ିକୁ ସେଠାରେ ଲଗାନ୍ତି କେମିତି? ଏହା ନିଶ୍ଚିତ ଭାବେ ଏକ ବିରାଟ ବ୍ୟବହାରିକ ପ୍ରଶ୍ନ। କାର୍ଯ୍ୟର ଏହି ଅତିରଞ୍ଜିତ ସୂକ୍ଷ୍ମତାକୁ ଦର୍ଶାଇବାକୁ ଯାଇ କବି ଏକ ଚମତ୍କାର କଳ୍ପନା କରୁଛନ୍ତି। ସେ କହୁଛନ୍ତି ଯେ ଗଛଗୁଡ଼ିକ ନିଶ୍ଚିତ ରୂପେ ଏତେ ଛୋଟ ହୋଇଥିବେ ଯେ ବୋଧହୁଏ ଶ୍ରୀମତୀ ଜୋନ୍ସ ସେଗୁଡ଼ିକ ନିଜ ହାତରେ ନୁହେଁ, ବରଂ ଗୋଟିଏ ସାଧାରଣ ଲୁଗା ସିଲେଇ ପିନ୍ ବା ଛୁଞ୍ଚି ସାହାଯ୍ୟରେ ମାଟିରେ ଲଗାଉଛନ୍ତି। ଏହା କବିତାର ହାସ୍ୟରସକୁ ଏକ ନୂଆ ସ୍ତରକୁ ନେଇଯାଉଛି। ଏବେ ଆସୁଛି ତୃତୀୟ ଭାଗ, ମହାନ ପରିଦର୍ଶନ। ଏହିଠାରେ କାହାଣୀରେ ଆହୁରି ମଜା ଆସେ। ଏହି ବର୍ଣ୍ଣନାଟି ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଭାବନ୍ତୁ, କେବଳ ଗୋଟିଏ ସାଧାରଣ ଫୁଲ ବିଷୟରେ ଆଲୋଚନା କରିବା ପାଇଁ ପୁରା 15 ମିନିଟ୍ ସମୟ ବିତାଇବା କିଛି ଛୋଟ କଥା ନୁହେଁ। ଏହା ଆମ ଆଖି ଆଗରେ ଏକ ଚଳଚ୍ଚିତ୍ର ଭଳି ଦୃଶ୍ୟ ସୃଷ୍ଟି କରେ ଏବଂ ସେହି ଫୁଲଟି ପ୍ରକୃତରେ କେତେ ସୁନ୍ଦର, କେତେ ବିଶେଷ ହୋଇଥିବ ସେ ନେଇ ଏକ ତୀବ୍ର ଉତ୍କଣ୍ଠା ଜାଗ୍ରତ କରେ। 15 ମିନିଟ୍ ଧରି ଖାଲି ଫୁଲର ପ୍ରଶଂସା ଶୁଣିବା ନିଶ୍ଚିତ ଭାବେ ବଡ଼ କୌତୂହଳର ବିଷୟ। ଆଉ ତାପରେ ଆସେ ଚତୁର୍ଥ ଭାଗ, ହାସ୍ୟରସର ଚରମ ସୀମା। ଠିକ୍ ଏହିଠାରେ ନାଟକୀୟ ମୁହୂର୍ତ୍ତଟି ଅଟକିଯାଏ। ଏତେ ସମୟ ଧରି କେବଳ ସେହି ଫୁଲର ପ୍ରଶଂସା ଶୁଣିବା ପରେ ସେହି ଅଦୃଶ୍ୟ ଫୁଲଟିକୁ ଚାରିଆଡ଼େ ଖୋଜି ଖୋଜି ନ ପାଇ ଶେଷରେ କବି ନିଜକୁ ଆଉ ନିୟନ୍ତ୍ରଣ କରିପାରନ୍ତି ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ଚିତ୍କାର କରି ପଚାରି ଦିଅନ୍ତି, ଆଚ୍ଛା, ସେହି ଅତି ସୁନ୍ଦର ଫୁଲଟି ପ୍ରକୃତିରେ ଅଛି କେଉଁଠି? ଏହି ପ୍ରଶ୍ନଟି ଦୀର୍ଘ ସମୟର ନୀରବତା ପରେ ଗୋଟିଏ ନିର୍ଣ୍ଣାୟକ ଉତ୍ତର ଦାବି କରେ। ଆଉ ଏତେ ସମୟର ଉତ୍କଣ୍ଠା ପରେ ମିଳିଥିବା ମଜାଦାର ଉତ୍ତରଟି ଶୁଣନ୍ତୁ। ଶ୍ରୀମତୀ ଜୋନ୍ସ ଖୁବ୍ ଶାନ୍ତ ଭାବରେ କହନ୍ତି ଯେ ଆପଣ ସେହି ଫୁଲଟି ଉପରେ ହିଁ ପାଦ ରଖି ଠିଆ ହୋଇଛନ୍ତି। ବାସ୍, ଏହା ହେଉଛି କାହାଣୀର ସବୁଠାରୁ ଚମତ୍କାର ଏବଂ ହାସ୍ୟାସ୍ପଦ ମୁହୂର୍ତ୍ତ। ଏତେ ବଡ଼ ମାହୋଲ ତିଆରି କଲା ପରେ ହଠାତ୍ ଏମିତି ଏକ ଉତ୍ତର ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଦିଏ। ଶେଷରେ ପଞ୍ଚମ ଭାଗ, ଅର୍ଥ ଏବଂ ସାହିତ୍ୟିକ କୌଶଳ। ଆସନ୍ତୁ ବୁଝିବା ରେଜିନାଲ୍ଡ ଆର୍କେଲ୍ ଏହି ମାଷ୍ଟରପିସ୍କୁ କିପରି ରଚନା କରିଛନ୍ତି। ଏହି ତୁଳନାତ୍ମକ ଦୃଶ୍ୟକୁ ଟିକେ ଦେଖନ୍ତୁ। ଏଥିରୁ ସବୁ ସ୍ପଷ୍ଟ ହୋଇଯାଏ। ଗୋଟିଏ ପଟେ ସେହି ଫୁଲକୁ ନେଇ ପୁରା 15 ମିନିଟ୍ର ଭବ୍ୟ ଆଲୋଚନା ଚାଲିଛି ଏବଂ ଅନ୍ୟପଟେ ବାସ୍ତବତା ହେଉଛି ଯେ ସେହି ଫୁଲଟି ଏତେ ଛୋଟ ଯେ ଅତିଥି ନିଜ ଅଜାଣତରେ ତାକୁ ନିଜ ଜୋତା ତଳେ ଦଳି ଦେଇଛନ୍ତି। ଏହି ଯେଉଁ ଆକାଶ ପାତାଳ ବିରୋଧାଭାସ ନା, ଏହା ହିଁ କବିତାର ଶେଷ ଭାଗକୁ ଏଠି ମଜାଦାର ଏବଂ ସ୍ମରଣୀୟ କରିଥାଏ।
ପାଠ୍ୟପୁସ୍ତକ ଅନୁସାରେ ଏହି କବିତାରେ ABBC ଛନ୍ଦ ଶ୍ରେଣୀର ବ୍ୟବହାର କରାଯାଇଛି। ଯଦି ଆମେ ଇଂରାଜୀ ଶବ୍ଦଗୁଡ଼ିକୁ ଟିକେ ଲକ୍ଷ୍ୟ କରିବା ତେବେ ଦେଖିବା ଜୋନ୍ସ ସହ ଷ୍ଟୋନ୍ସ, ପଣ୍ଡ ସହ ବିୟଣ୍ଡ ଏବଂ ଡିଭାଇସ୍ ସହ ନାଇସ୍, ଅର୍ଥାତ୍ ପ୍ରତିଟି ଧାଡ଼ି ତାର ଠିକ୍ ପରବର୍ତ୍ତୀ ଧାଡ଼ି ସହ ଖୁବ୍ ସୁନ୍ଦର ଭାବେ ତାଳ ମିଳାଉଛି। ଏହି ନିର୍ଦ୍ଦିଷ୍ଟ ଏବଂ ସରଳ ଶୈଳୀ ପୂରା କାହାଣୀର ବର୍ଣ୍ଣନାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଶ୍ ଆନନ୍ଦଦାୟକ ଏବଂ ହାଲକା କରି ରଖିଥାଏ। ସାରଣୀରୁ ଆମେ ଆଉ ଗୋଟିଏ ବିଶେଷ ଦିଗ ଦେଖିପାରିବା। ପ୍ରତ୍ୟେକ ପଦର ଆରମ୍ଭରେ ମୋର ପଡ଼ୋଶୀ ଶ୍ରୀମତୀ ଜୋନ୍ସ ଧାଡ଼ିଟି ବାରମ୍ବାର ବ୍ୟବହାର କରାଯାଇଛି। ଏହା ପ୍ରକୃତରେ ଏକ ବାଦ୍ୟର ତାଳ ପରି କାମ କରେ। ଏହି ପୁନରାବୃତ୍ତି ଶ୍ରୋତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ସେହି ବିଚିତ୍ର ସ୍ୱଭାବର ଚରିତ୍ର ଆଡ଼କୁ ହିଁ ଆକର୍ଷିତ କରିଥାଏ, ଯାହାଦ୍ୱାରା ଶ୍ରୀମତୀ ଜୋନ୍ସଙ୍କ ଚରିତ୍ର ଆମ ମନରେ ସମ୍ପୂର୍ଣ୍ଣ ରୂପେ ଛାପି ହୋଇଯାଏ। ଆଲୋଚନାକୁ ଆଗକୁ ବଢ଼ାଇ ଯଦି ଶୀର୍ଷକ ବିଷୟରେ ଟିକେ ବିଚାର କରିବା, ଏ କଂକ୍ରିଟ୍ ଏକ୍ଜାମ୍ପଲ୍ ବା ଏକ ବାସ୍ତବ ଉଦାହରଣ, ଏହା ଏକ ଚମତ୍କାର ଶବ୍ଦଖେଳ ବା ପନ୍ ଅଟେ। ବାମ ପାର୍ଶ୍ୱର ଶାବ୍ଦିକ ଅର୍ଥ ଦେଖନ୍ତୁ, ବଗିଚାଟି ସତରେ କଂକ୍ରିଟ୍ ଏବଂ ପଥରରେ ତିଆରି, କିନ୍ତୁ ଡାହାଣ ପାର୍ଶ୍ୱରେ ଥିବା ପ୍ରତୀକାତ୍ମକ ଅର୍ଥ ଦର୍ଶାଉଛି ଯେ ଏହା ଶ୍ରୀମତୀ ଜୋନ୍ସଙ୍କର ଗଛ ଲଗାଇବାର ଅଦ୍ଭୁତ ଅଭ୍ୟାସର ଏକ ସ୍ପଷ୍ଟ ଏବଂ ବାସ୍ତବ ଉଦାହରଣ। ମାନିବାକୁ ପଡ଼ିବ, ଶୀର୍ଷକଟି ଦୁଇଟିଯାକ ଅର୍ଥକୁ ଖୁବ୍ କୁଶଳତାର ସହ ବହନ କରୁଛି। ଏହି ବିଶ୍ଳେଷଣର ଶେଷରେ ଆମ ସମସ୍ତଙ୍କ ପାଇଁ ଏକ ବଢ଼ିଆ ପ୍ରଶ୍ନ ରହିଛି। ଆମର ଏହି ସାଧାରଣ ଦୈନନ୍ଦିନ ଜୀବନରେ ଆମେ ଏପରି କେତେ ମଜାଦାର ପରିସ୍ଥିତିର ସମ୍ମୁଖୀନ ହେଉ ଯାହାକୁ ହୁଏତ ଆମେ ଠିକ୍ ଭାବେ ଲକ୍ଷ୍ୟ କରିନଥାଉ। ଆଜିର ଏହି ଶିକ୍ଷଣରୁ ଏହା ବିଲକୁଲ ସ୍ପଷ୍ଟ ଯେ ସବୁଠାରୁ ସ୍ମରଣୀୟ କମେଡି ବା ହାସ୍ୟରସ ପ୍ରାୟତଃ ଆମର ନିଜ ପାଦ ତଳେ ହିଁ ଖୁବ୍ ଶାନ୍ତ ଭାବରେ ଲୁଚି ରହିଥାଏ, ଠିକ୍ ଶ୍ରୀମତୀ ଜୋନ୍ସଙ୍କ ସେହି ଛୋଟ ଫୁଲଟି ପରି। ଆଶା କରୁଛି ଏହି କବିତାର ପ୍ରତ୍ୟେକଟି ବିଷୟବସ୍ତୁକୁ ବୁଝିବାରେ ଏବଂ ଏହାର ମଜା ନେବାରେ ଆଜିର ଏହି ଆଲୋଚନା ଆପଣମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ଏହିପରି ନୂଆ କିଛି ଶିଖିବା ଜାରି ରଖନ୍ତୁ। ଧନ୍ୟବାଦ।